ଆପଣ ଗୁପଚୁପ ଖାଇବାକୁ ଇଚ୍ଛା ଅଛି କି? ଗୁପଚୁପ ଡାଇବେଟିସ ପାଇଁ ଡେଞ୍ଜର। ଗୁପଚୁପ ଭାରି ଟେଷ୍ଟ। ଲଗାତାର ଗୁପଚୁପ କ୍ରମାଗତ କିଛି ଦିନ କିଛି ମାସ ଖାଇଲା ପରେ ବ୍ଲଡ ଟେଷ୍ଟ କଲା ବେଳକୁ ସୁଗାର ହଠାତ୍ ସ୍ପାଇକ୍ କରିଯାଇଛି। ସୁଗାର ତ ଆଗୁଆ ନଥିଲା, ସୁଗାର ଆସିଲା କୋଉଠୁ? ସୁଗାର ଲୋ ପଏଜନ ଭଳିଆ ଧୀରେ 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 ଜାଣିନଥିବେ ଆଉ ପଛପଟେ ହଠାତ୍ ସ୍ପାଇକ୍ କରିଯାଇଥିବ। ପଛରେ ଜାଣିବେ ଯେ ବ୍ଲଡ ସୁଗାର ଅଧିକା ବଢିଯାଇଛି। ଗୁପଚୁପ ଦୋକାନରେ ଲମ୍ବା ଧାଡ଼ି, ଗହଳି, ଧୈର୍ଯ୍ୟ ଧରିବାକୁ ଭାରି ଇଚୁରେ କମ୍ପୋନେଣ୍ଟ ଥିବା ମଇଦା ଓ ରିଫାଇନ ତେଲ, ଇନସୁଲିନ ରେଜିଷ୍ଟାନ୍ସ, ଗୁପଚୁପରେ ଭିତରେ ଥିବା ଆଳୁ ଓ ଚଟପଟି ଖଟା ପାଣି ସୁଗାର ସ୍ପାଇକ୍ ସଡନ ହାଇ କରିଦିଏ। ଗୁପଚୁପରେ ବ୍ୟବହାର ହେଉଥିବା ମଇଦା ବଦଳରେ ମାଣ୍ଡିଆ, ଗହମ, ସୁଜି ବା ଅଟା ନେଇପାରନ୍ତି। ରିଫାଇନ ତେଲ ବଦଳରେ ଏୟାର ଫ୍ରାୟର ବ୍ୟବହାର କରନ୍ତୁ। ଆଳୁ ବଦଳରେ ସ୍ପ୍ରାଉଟ୍, ଗଜାମୁଗ ବା ଗଜାସୋଲା ବ୍ୟବହାର କରନ୍ତୁ। ଚଟପଟି ଖଟା ପାଣି ବଦଳରେ ଲେମ୍ବୁ ଜିରା ପାଣି ବ୍ୟବହାର କରନ୍ତୁ। ହଁ, ପୁଣି ଏଥିରେ ମିଠା ମିଶେଇବେ ନାହିଁ। ଏପରି ଗୁପଚୁପ ରେସିପି କରି ଆଉ ଯେତେ ଖାଇଲେ ବି ସୁଗାର ଲେଭେଲ ବଢିବନି ଆଉ ଆପଣ ଖୁସି ବି ରହିବେ। ହେଲ୍ଦି ରେସିପି ଗୁପଚୁପ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ ଆଉ ସୁଗାରରୁ ମୁକ୍ତ ରୁହନ୍ତୁ।